ଶରଣାଗତ ଦିନାଥ ପରିତ୍ରାଣଂ ପରାୟଣେ ସର୍ବସାତେ ହରେ ଦେବୀ ମା ଶାରଦେ ଦେବୀ ନମସ୍ତୁତେ। ଜୟ ମା ଶାରଳା। ଆଜିକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଇଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ଇଏ ମଙ୍ଗଳ ହବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଗୋଟିଏ ନଗରୀରେ ସାଧୁଟିଏ ରହୁଥାନ୍ତି। ସାଧୁଙ୍କର ଗୋଟିଏ ମାତ୍ର ଶିଷ୍ୟଟି ଥାଏ। ଶିଷ୍ୟଟି ସଦାସର୍ବଦା ସାଧୁଙ୍କର ସେବା କରେ ଏବଂ ଭିକ୍ଷା କରିବାକୁ ଯିବ, ଯାହା ଆଣିବ ସାଧୁ ଆଉ ଶିଷ୍ୟ ତାକୁ ଖାଆନ୍ତି। ଏଇଭଳି ଭାବରେ କିଛି ଦିନ ବିତି ଯାଇଛି। ହଠାତ୍ ଶିଷ୍ୟର ମା ଦେହଟି ଖରାପ ହେଇଗଲା। ଖବର ଆସିଲା ତ ମା ଦେହ ଅତିଶୟ ଖରାପ। ଶିଷ୍ୟଟି ସାଧୁଙ୍କ ନିକଟରେ ଯାଇ ପହଞ୍ଚିଲା, କହିଲା ଇଏ ଗୁରୁଦେବ, ମୋ ମାଙ୍କ ଦେହ ଅତିଶୟ ଖରାପ, ମୋତେ ଯାହା ହେଲେ 2-3 ଦିନ ଘରକୁ ଯିବାକୁ ପଡ଼ିବ। ସାଧୁଜୀ କହିଲେ ମାଙ୍କ ଦେହ ଯେତେବେଳେ ଖରାପ ତମେ ଯାଇପାର। କିନ୍ତୁ ଶିଷ୍ୟ ଜଣକ କହିଲା ଗୁରୁଦେବ, ଆପଣଙ୍କର କଥା ବୁଝିବ କିଏ? ମୁଁ ଭିକ୍ଷା କରିକି ଆଇଲେ ଆପଣ ତାକୁ ଆହାର କରନ୍ତି ଏବଂ ଆପଣଙ୍କ ସେବା ଶୁଶ୍ରୂଷା କରିବା ପାଇଁ ଏଠି ପାଖରେ ମଧ୍ୟ ଇଏ କେହି ନାହାନ୍ତି। ସାଧୁଜୀ କହିଲେ ମୋ କଥାକୁ ମୁଁ ଚିନ୍ତା କରିବି, ଆଗ ତମେ ଘରକୁ ଯାଅ। ଏହା କହି ସାଧୁଜୀ 5ଟି ଡାଳିମ୍ବ ତାକୁ ଦେଲେ, କହିଲେ ଏ ଡାଳିମ୍ବ ନେଇକି ଘରକୁ ଯାଅ। ଶିଷ୍ୟ ଜଣକ ଘରକୁ ଆସିବା ବାଟରେ ଦେଖିଲା 3-4 ଜଣ ଲୋକ ପାଟି କରିକି ଆସୁଛନ୍ତି। ଶିଷ୍ୟ ଜଣକ ପଚାରିଲା, କହିଲା ଆଜ୍ଞା କଣ ହେଇଛି, କାହିଁକି ଏତେ ଜୋର ପାଟି କରୁଛନ୍ତି? 4-5 ଜଣ ଲୋକ କହିଲେ ରାଜାଙ୍କର ଝିଅ ଦେହ ଅତିଶୟ ଖରାପ। ବୈଦ୍ୟ କହିଛନ୍ତି ଯଦି 5ଟି ଡାଳିମ୍ବ ତାକୁ ତାର ରସକୁ ଦେଇପାରିବ ତେବେ ଏ ଝିଅଟି ଭଲ ହେଇଯିବ। ତେଣୁ ଆମେ ଅନେକ ସହର ବୁଲି ସାଇଲୁଣି, ଡାଳିମ୍ବ କେଉଁଠି ମିଳୁନି। ତେଣୁ ରାଜାଙ୍କର ଆଦେଶ, ଯିଏ 5ଟି ଡାଳିମ୍ବ ଦେଇପାରିବ ସେ 100 ସ୍ୱର୍ଣ୍ଣ ମୁଦ୍ରା ପାଇବ। ଶିଷ୍ୟଟି ଏଇଠି କହିଲା ତମ ରାଜାଙ୍କ ନିକଟକୁ ଚାଲ ଯିବା। ରାଜାଙ୍କ ନିକଟରେ ଶିଷ୍ୟ ଜଣକ ପହଞ୍ଚିଲା, କହିଲା ଆଜ୍ଞା ମୋ ପାଖରେ 5ଟି ଡାଳିମ୍ବ ଅଛି। ମୋ ମା ପଛେ ମୃତ୍ୟୁ ମୁଖରେ ପଡୁ, କିନ୍ତୁ ଆପଣଙ୍କ ଝିଅ ଭଲ ହେଇଯାଉ। ଏହା କହି 5ଟି ଡାଳିମ୍ବକୁ ରାଜାଙ୍କ ହସ୍ତରେ ଦେଇଦେଲା ଶିଷ୍ୟ ଜଣକ ଏବଂ ରାଜା ମଧ୍ୟ ଖୁସି ହେଇ ତାକୁ 100 ସ୍ୱର୍ଣ୍ଣ ମୁଦ୍ରା ଦେଲେ। କିନ୍ତୁ ଏପଟେ ମାର ଦେହ ମଧ୍ୟ ବି ଭଲ ହେଇଗଲା ଏବଂ ସାଧୁଜୀ ଆଜି ଯେଉଁ ଦେଇଥିଲେ 5ଟି ଫଳ, ସେଇ 5ଟି ଫଳ ଥିଲା ଅମୂଲ୍ୟ ରତ୍ନ। ଆଜିକାର ନୀତିବାଣୀରୁ ଆମେ ଏଇ ଶିକ୍ଷା ଲାଭ କରିବା, ଯେତେବେଳେ ପ୍ରଭୁ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି। ସାଧୁସନ୍ଥ ଯେତେବେଳେ ଦେବେ ତାହା ହେଉଛି ଅମୂଲ୍ୟ ରତ୍ନ। ଏଇ ଥିଲା ନୀତିବାଣୀର ନିର୍ଯାସ କଥା। ଆଜିକାର ଅନୁଚିନ୍ତା, ଘରେ ଯଦି ଗେଣ୍ଡା ପଶିଯିବାର ଦେଖିବେ ଜାଣିବେ ଭାରି ଶୁଭଦାୟକ। ଘରେ ଯଦି ଗେଣ୍ଡା ପଶିଥିବାର ଦେଖିବେ ଅନେକ ଶୁଭଦାୟକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ପ୍ରଣାମ। ଜୟ ଜଗନ୍ନାଥ।